ରୁବି ମାୟାକୁ କହିବେ, ମୁଁ ତାକୁ କହିଲି ନା, ଯଦି ପତି ଘରେ ବାସ ନ ମିଳୁଛି ତାହେଲେ କୋଉ ରାସ୍ତା କଡ଼ କି ଫୁଟପାଥରେ ରହ, ନହେଲେ କୂଅ କି ପୋଖରୀକୁ ଯାଇ ଡେଇଁକି ମର। ସେଇଥିପାଇଁ ଯଦି ସତକୁ ସତ ନୀଲମ ମୋ କଥାକୁ ଧରି କିଛି ଭୁଲ କରି ବସେ ତାହେଲେ ମୁଁ ସତ କହୁଛି ମାୟା, ମୁଁ ବଞ୍ଚିବିନି, ମରିଯିବି, ମୁଁ ମରିଯିବି। ଏମିତି କହି ରୁବି ବହୁତ କାନ୍ଦିବେ। ତାପରେ ମାୟା କହିବେ, ଠିକ୍ ଅଛି, କିନ୍ତୁ ତୁ ମୋତେ ଆଜି ଗୋଟେ କଥା ପ୍ରମିସ୍ କର। ଆଜିଠୁ ତୁ ମୋତେ କୌଣସି କଥା ଲୁଚେଇବୁନି କି ମିଛ କହିବୁନି। କାହିଁକି ନା ମୁଁ ସବୁ କଥା ସହିଯିବି, କିଏ ମିଛ କହିବ ଏ କଥା ମୁଁ ଜମା ସହିପାରିବିନି। ତାପରେ ପ୍ରଶାନ୍ତ ନୀଲମକୁ ଧରିଥିବେ। ତାପରେ ନୀଲମ କହିବେ, ଛାଡ଼ ମୋ ହାତ, ଛାଡ଼ ମୋତେ। ତାପରେ ପ୍ରଶାନ୍ତ କହିବେ, ଚାଲ ଚାଲ ମୋ ସାଙ୍ଗରେ। ତାପରେ ନୀଲମ କହିବେ, ନା ମୁଁ ଯିବିନି। ତାପରେ ପ୍ରଶାନ୍ତ କହିବେ, ବହୁତ ହେଇଗଲା ମୂଷା ବିଲ୍ଲୀର ଖେଳ। ବହୁତ ଥର ମୋ ହାତରୁ ଖସିଗଲଣି ତମେ। ଆଜି ଏତେ ଦିନ ପରେ ମୋ ହାତରେ ଧରା ପଡ଼ିଛ ଯେତେବେଳେ ମୁଁ ତୁମକୁ ଛାଡ଼ିବାର ଚାନ୍ସ ନାହିଁ। ତାପରେ ନୀଲମ କହିବେ, ନାଇଁ ଛାଡ଼ ମୋତେ, ଛାଡ଼। ତାପରେ ପ୍ରଶାନ୍ତ କହିବେ, ଆସ, ଯେତେ ଜୋର ଚିଲେଇଲେ ବି ତମକୁ ଆଜି ମୋ ହାତରୁ କେହି ବଞ୍ଚେଇ ପାରିବେନି। ଚାଲ ମୋ ସାଙ୍ଗରେ, ଚାଲ। ତାପରେ ନୀଲମ କହିବେ, ନାଇଁ ମୁଁ ଯିବିନି। ତାପରେ ପ୍ରଶାନ୍ତ କହିବେ, ଆଜି ମୁଁ ତୁମକୁ ଏଠୁ ନେଇଯାଇ ତମକୁ ମୋର ସବୁଦିନ ପାଇଁ ଗୋଲାମ କରିଦେବି। ଚାଲ ଚାଲ ମୋ ସାଙ୍ଗରେ। ଏମିତି କହି ପ୍ରଶାନ୍ତ ନୀଲମକୁ ଟାଣି ନେଉଥିବେ। ଆଉ ନୀଲମର ହାତରେ ରସି ବାନ୍ଧିଦେବେ, ଆଉ ମୁହଁରେ କପଡ଼ା ପୂରେଇ ଦେବେ, ଆଉ ଟାଣି ନେଇ ଗାଡ଼ି ଭିତରେ ନୀଲମକୁ ବସେଇ ଦେବେ। ତାପରେ ପଲ୍ଲବୀ ଚିତ୍ତ ଅଙ୍କଲ ସାଙ୍ଗରେ ଆସୁଥିବେ, ଆଉ ନୀଲମକୁ ଦେଖି ପକାଇବେ, ଆଉ ଚିତ୍ତ ଅଙ୍କଲକୁ କହିବେ, ଦେଖନ୍ତୁ ଦେଖନ୍ତୁ ଚିତ୍ତ ଅଙ୍କଲ, ସେ ଲୋକ ଏବେ ନୀଲମ ଦିଙ୍କୁ କାରରେ ବସେଇକି ନେଇ ଯାଉଛି, ଦେଖନ୍ତୁ। ଚିତ୍ତ ଅଙ୍କଲ, ଜଲ୍ଦି ତା ପଛରେ ଚାଲନ୍ତୁ, ଜଲ୍ଦି ତାକୁ ପିଛା କରନ୍ତୁ, ଜଲ୍ଦି। ଏମିତି କହି ପଲ୍ଲବୀ ଆଦର୍ଶକୁ ଫୋନ କରିବେ। ତାପରେ ଆଦର୍ଶ କଲ୍ ରିସିଭ୍ କରିବେ। ତାପରେ ପଲ୍ଲବୀ କହିବେ, ହେଲୋ ଆଦର୍ଶ, ସେ ଲୋକ ଆମ ଆଖି ସାମ୍ନାରେ ନୀଲମ ଦିଙ୍କୁ କାରରେ ବସେଇକି ନେଇଯାଉଛି। ତାପରେ ଆଦର୍ଶ କହିବେ, କାରରେ ବସେଇ? କିଏ ସେ ପଲ୍ଲବୀ? ତାପରେ ପଲ୍ଲବୀ କହିବେ, କିଏ ସେ? ମୁଁ ତାଙ୍କୁ ଜାଣିନି, କିନ୍ତୁ ଚିତ୍ତ ଅଙ୍କଲ ଆଉ ମୁଁ, ଆମେ 2 ଜଣ ତାଙ୍କୁ ଫଲୋ କରୁଛୁ। ଶୁଣ, ସେ ଲୋକ ଏବେ କଟକ ଆଡ଼କୁ ମୁହଁ ହେଇଛି। ଯଦି ତମେ ଆଉ ସଞ୍ଜୀବ ହାଇକୋର୍ଟ ପାଖରେ ଥିବା ଗୋଲେଇ ଛକ ଭୁବନେଶ୍ୱର ଆଡ଼କୁ ଆସିବ, ସେଇଠି ହିଁ ମୁହାଁମୁହିଁ ହେଇଯିବ। ତାପରେ ଆଦର୍ଶ କହିବେ, ଓକେ ଓକେ ଠିକ୍ ଅଛି। ଏମିତି କହି ଆଦର୍ଶ ପ୍ରଶାନ୍ତର ଗାଡ଼ି ସାମ୍ନାରେ ଛିଡ଼ା ହେବେ, ଆଉ ପ୍ରଶାନ୍ତ ଆଡ଼କୁ ଆଦର୍ଶ ଆଉ ସଞ୍ଜୀବ ଦୌଡ଼ିବେ। ତାପରେ ପଛରେ ପଲ୍ଲବୀ ଆସୁଥିବେ, ଆଉ ପ୍ରଶାନ୍ତକୁ ଗୋଟେ ଗୋଇଠା ଦେବେ। ତାପରେ ପ୍ରଶାନ୍ତ ତଳେ ପଡ଼ିଯିବେ। ତାପରେ ଚିତ୍ତ ଅଙ୍କଲ ନୀଲମକୁ ଗାଡ଼ିରୁ ବାହାର କରିବେ। ତାପରେ ନୀଲମ ପ୍ରଶାନ୍ତକୁ ବହୁତ ମାରିବେ, ଆଉ କହିବେ, ଛାଡ଼ିବିନି, ମୁଁ ୟାକୁ ଛାଡ଼ିବିନି, ତତେ ମୁଁ ମାରିଦେବି। ତାପରେ ପଲ୍ଲବୀ ନୀଲମକୁ ଟାଣି ଆଣିବେ, ଆଉ କହିବେ, ନୀଲମ ଦି, କଣ୍ଟ୍ରୋଲ ୟୋର ସେଲ୍ଫ। ତାପରେ ସଞ୍ଜୀବ ପ୍ରଶାନ୍ତକୁ ଧରିବେ, ଆଉ କହିବେ, ଆସନ୍ତୁ ମିଷ୍ଟର, ବହୁତ ସମୟ ଧରି ତମକୁ ଥାନାରେ ଖାତିରଦାରୀ କରିବାର ଅଛି, ଆସନ୍ତୁ। ଏମିତି କହି ସଞ୍ଜୀବ ଚିତ୍ତ ଅଙ୍କଲକୁ କହିବେ, ଚିତ୍ତ ଅଙ୍କଲ, ୟାକୁ ନିଅ। ତାପରେ ଚିତ୍ତ ଅଙ୍କଲ କହିବେ, ଚାଲ ଭିତରେ ମୌଜ ଦେଖିବୁ, ଚାଲ। ଏମିତି କହି ଚିତ୍ତ ଅଙ୍କଲ ପ୍ରଶାନ୍ତକୁ ଧରି ଚାଲିଯିବେ। ତାପରେ ନୀଲମ କହିବେ, ଥ୍ୟାଙ୍କ ୟୁ ସଞ୍ଜୀବ, ଥ୍ୟାଙ୍କ ୟୁ ପଲ୍ଲବୀ, ତମେ 2 ଜଣ ଯାକ ମୋ ଜୀବନ ବଞ୍ଚେଇ ଦେଲ। ତାପରେ ସଞ୍ଜୀବ ପଲ୍ଲବୀକୁ କହିବେ, ପଲ୍ଲବୀ, ଆଦର୍ଶ, ତମେ ନୀଲମକୁ ନେଇ ଘରକୁ ଯାଅ, ଆମେ ୟାକୁ ସାଙ୍ଗରେ ନେଇ ପହଞ୍ଚିବୁ। ଏମିତି କହି ସଞ୍ଜୀବ ଚାଲିଯିବେ। ତାପରେ ଆଦର୍ଶ ନୀଲମକୁ କହିବେ, ନୀଲମ ଦିଦି, କ'ଣ ଭାବି ତମେ ଘରୁ ବାହାରି ଆସିଥିଲ? କ'ଣ ବାହାରକୁ କ'ଣ କରିବାକୁ ଚାହୁଁଥିଲ ତମେ? ତାପରେ ପଲ୍ଲବୀ କହିବେ, ନୀଲମ ଦି, ଆମେ ଏଇଠି ଆସି ପହଞ୍ଚିବା ପାଇଁ ଯଦି ଆଉ ଟିକେ ଲେଟ୍ ହେଇଯାଇଥାନ୍ତା ତାହେଲେ ତମ ଅବସ୍ଥା କ'ଣ ହେଇଥାନ୍ତା କୁହ? ତାପରେ ନୀଲମ କହିବେ, ଆଇ ଏମ୍ ସରି, ସେତେବେଳେ ମାମାଙ୍କ କଥା ଶୁଣି ମୁଁ ଟିକେ ସହିପାରିଲିନି, ସେଇଥିପାଇଁ ରାଗରେ ଘରୁ ବାହାରୁ ଚାଲି ଆସିଲି। ତାପରେ ଆଦର୍ଶ କହିବେ, ଚାଲ। ଏମିତି କହି ଚାଲିଯିବେ। ତାପରେ ଘରେ ସମସ୍ତେ ବସିଥିବେ। ତାପରେ ପଲ୍ଲବୀ ପ୍ରଶାନ୍ତକୁ ଧରି ଘରକୁ ଆସିବେ। ତାପରେ ଦାଦିମା କହିବେ, ପଲ୍ଲବୀ,
ଏ କିଏ? ତୁ ତ ନୀଲମକୁ ଖୋଜିବାକୁ ଯାଇଥିଲୁ, ୟାକୁ କୋଉଠୁ ପାଇଲୁ? ତାପରେ ପଲ୍ଲବୀ କହିବେ, ଟିକେ ସମୟ ଅପେକ୍ଷା କରନ୍ତୁ ଦାଦିମା, ଆପଣ ସବୁ ବୁଝିପାରିବେ। ତାପରେ ଏମିତି କହି ପଲ୍ଲବୀ ଆଦର୍ଶକୁ ଡାକିବେ। ତାପରେ ଆଦର୍ଶ ନୀଲମକୁ ଧରି ଆସିବେ। ତାପରେ ରୁବି ନୀଲମକୁ ହକ୍ କରିବେ। ତାପରେ ନୀଲମ ରୁବିକୁ ଧକ୍କା ଦେଇଦେବେ। ତାପରେ ପଲ୍ଲବୀ ପ୍ରଶାନ୍ତକୁ କହିବେ, କ'ଣ ସାର୍, ଏବେ ଆପଣ କହିବେ ଆପଣ କିଏ ନା ମୁଁ କହିବି? ତାପରେ ପ୍ରଶାନ୍ତ କହିବେ, ମୁଁ ନୀଲମର ହଜବ୍ୟାଣ୍ଡ। ତାପରେ ମାୟା ରୁବିକୁ କହିବେ, ଦିଦି, ଏ ଲୋକ ଯାହା କହୁଛି ସେ କଥା ସତ? ତାପରେ ରୁବି କହିବେ, ହଁ ମାନେ ସିଏ ମୁଁ ଏମିତି କହୁଥିଲା ବୋଲି ରୁବି। ପଲ୍ଲବୀ କହିବେ, ଆଉ କେତେ ଦିନ ପର୍ଯ୍ୟନ୍ତ କଥାକୁ ଲୁଚେଇ ରଖିବେ ରୁବି ମାଉସୀ? ଏଟଲିଷ୍ଟ ଏବେ ତ କହିଦିଅନ୍ତୁ ସତ। ତାପରେ ନୀଲମ କହିବେ, ହଁ ମାମା, ବହୁତ ହେଇଗଲା ଏସବୁ ମିଛ ଖେଳ। ଏବେ ପ୍ରକୃତ ସତ କ'ଣ ମୁଁ ସମସ୍ତଙ୍କୁ କହୁଛି। ଆଣ୍ଟି, ଇଏ ସତରେ ମୋ ହଜବ୍ୟାଣ୍ଡ। ଗତ ଅନେକ ଦିନ ହେଲାଣି ସେ ଇଣ୍ଡିଆରେ ଅଛନ୍ତି ଆଉ ମୋ ପଛରେ ପଡ଼ି ଯାଇଛନ୍ତି। ମୁଁ ଯୁଆଡ଼େ ଗଲେ ବି ଇଏ ମୋ ପିଛା କରୁଛନ୍ତି ଆଉ ଏଠିକି ଆସି ମୋ ଜୀବନକୁ ନର୍କ କରି ସାରିଲେଣି। ମୁଁ ଏ କଥା କେବେଠୁ ମାମାଙ୍କୁ କହି ସାରିଲିଣି, କିନ୍ତୁ ଇଏ ଏ କଥାର ସମାଧାନ କରିବି କ'ଣ? ଓଲଟି ମୋତେ ଚୁପ୍ ରହିବା ପାଇଁ ଧମକ ଦେଉଛନ୍ତି। ତାପରେ ଦାଦିମା କହିବେ, ତାମାନେ ଆଜି ପର୍ଯ୍ୟନ୍ତ ପଲ୍ଲବୀ ଛାନବିନ କରି କରି ଯାହା ସବୁ କହୁଥିଲା ସବୁ ସତ କଥା। ଏମିତି କହି ଦାଦିମା ନୀଲମକୁ କହିବେ, ନୀଲମ, ତୁ ତୋ ଶାଶୁଘର ଛାଡ଼ି ଏଠିକି ଚାଲି ଆସିଛୁ ନାଇଁ? ତାପରେ ପ୍ରଶାନ୍ତ କହିବେ, ଆପଣ ଏକଦମ ଠିକ୍ କଥା କହିଛନ୍ତି। ଇଏ ସତକୁ ସତ ମୋତେ ଛାଡ଼ି ସେଠୁ ଖସି ଆସିଛନ୍ତି। ୟାଙ୍କୁ ନା ଘର କାମ କରି ଆସେ ନା ବାହାର କାମ। ଗୋଟା ଖଣ୍ଡକୁ 2 ଖଣ୍ଡ କରି ଆସିନି। ଇଏ ଜଣେ ଅସି ସ୍ତ୍ରୀ ଲୋକ। ମୁଁ କାଳେ ୟାଙ୍କ ନାଁରେ ସବୁ ସତ କଥା କହିଦେବି। ଇଏ ମୋ ନାଁରେ ଆଉ ମୋ ପରିବାର ନାଁରେ ସମସ୍ତଙ୍କ ଆଗରେ ବଦନାମ କରୁଛନ୍ତି। ମୁଁ କ'ଣ ୟାଙ୍କୁ ମାଡ଼ ମାରୁଛି, ଟର୍ଚର କରୁଛି, ଏଇ କଥା ସମସ୍ତଙ୍କ ଆଗରେ ଗାଇ ବୁଲୁଛନ୍ତି। ଖାଲି ସେତିକି ନୁହଁ, ଇଏ ଜଣେ ଚରିତ୍ରହୀନ ଝିଅ ମଧ୍ୟ। ୟାଙ୍କର ଅନେକ ପୁଅମାନଙ୍କ ସହିତ ଆଫେୟାର ଅଛି। ତାପରେ ପଲ୍ଲବୀ ଯାଇ ପ୍ରଶାନ୍ତକୁ ଗୋଟେ ଚାପୁଡ଼ା ଦେବେ ଆଉ କହିବେ, ଖବରଦାର ଯଦି ନୀଲମ ଦିଙ୍କ ନାଁରେ ଆପଣ ଆଉ ପଦେ କଥା କହିବେ ତାହେଲେ ମୁଁ ଆପଣଙ୍କୁ ଛାଡ଼ିବିନି। ଆପଣ ନୀଲମ ଦିଙ୍କୁ ଟର୍ଚର କରନ୍ତି, ମାଡ଼ ମାରନ୍ତି ତାଙ୍କୁ। ଆଉ ଯେତେବେଳେ ଆପଣ ବିଜନେସ୍ କାମରେ ଘରୁ ବାହାରକୁ ଯାଆନ୍ତି ସେତେବେଳେ ନୀଲମ ଦିଙ୍କୁ ଗୋଟେ ଘରେ ବନ୍ଦ କରି ଦେଇ ଯାଆନ୍ତି। ଫରେନରେ ଆପଣଙ୍କ ନାଁରେ ଗୋଟେ ନୁହଁ, 2ଟା ନୁହଁ, 6ଟା ଡୋମେଷ୍ଟିକ ଭାଓଲେନ୍ସ କମ୍ପ୍ଲେନ୍ ବୁକ୍ ହେଇଛି। ମୁଁ ଆପଣଙ୍କ ଏଗେନଷ୍ଟରେ ପ୍ରପର ଇନକ୍ୱାରି କରିସାରିଛି। ଆଉ ସେଇ ସବୁ ଡକୁମେଣ୍ଟ ଫଟୋକପି ମୋ ଫୋନରେ ଅଛି।